କାହାଣୀରେ ଦର୍ଶାଯାଇଥିବା ଚରିତ୍ର ଓ ସମ୍ବନ୍ଧ ସମ୍ପୂର୍ଣ୍ଣ କାଳ୍ପନିକ ଅଟେ। ଏହାର ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ। ଏହା କୌଣସି ସମ୍ପ୍ରଦାୟ କିମ୍ବା ସମାଜର ବିରୋଧ ନୁହେଁ, କେବଳ ଯୌନ କାମନା ପାଇଁ ଏହା ଏକ କାହାଣୀଟିଏ। ଯଦି ଆପଣଙ୍କୁ କାହାଣୀ ଭଲ ଲାଗୁନଥାଏ, ତେବେ ଆପଣ ଏଇଠୁ ସ୍କିପ୍ କରନ୍ତୁ। ଆଉ ଯଦି ଆପଣଙ୍କୁ କାହାଣୀ ଭଲ ଲାଗୁଥାଏ, ତାହେଲେ ଭିଡ଼ିଓକୁ କଣ୍ଟିନ୍ୟୁ କରନ୍ତୁ। ମୋ ମଝିଆ ଖୁଡ଼ୀଙ୍କର ନାଁ ହେଉଛି ମଞ୍ଜୁ। ତାଙ୍କ ସାଙ୍ଗରେ ମୋର ଭାରି ଭଲ ପଡ଼େ। ସେ 10ମ ଯାଏ ପଢ଼ିଛନ୍ତି। ଦେହର ରଙ୍ଗ ତାଙ୍କର ଗୋରା ନହେଲେ କ'ଣ ହେଲା, ତାଙ୍କର ଦେହର ଗଠନ ବହୁତ ସୁନ୍ଦର। ତନୁ ପାତଳି ହେଲେ ବି ତାଙ୍କ ଛାତି ଆଉ ନିତମ୍ବ ବହୁତ ଆକର୍ଷଣୀୟ। ସେ ଗୋଟିଏ ପିଲାର ମା। କଥାରେ ଅଛି, ଗୋଟିଏ ଛେଲର ମା ଘି। ସତରେ ମଝିଆ ଖୁଡ଼ୀ ପୁରା ଘିଅ। ତାଙ୍କର ଗୋଟିଏ ବୋଲି ପୁଅ ଅଛି, ତା ନାଁ ମୁନା। ବୟସ ତାକୁ 6 ବର୍ଷ। ସେ ମୋ ବୋଉକୁ ଭାରି ଭଲ ପାଏ। ରାତିରେ ବି ସେ ମୋ ବୋଉ ପାଖରେ ଶୁଏ। ଦାଦା ବାହାରେ କାମ କରନ୍ତି। 2-3 ମାସରେ ଥରେ ଘରକୁ ଆସନ୍ତି। ମୋର ବୟସ ସେତେବେଳକୁ ମାତ୍ର 15 ବର୍ଷ। ମୁଁ 9ମରେ ପଢ଼ୁଥିଲି। ମୁଁ ସବୁବେଳେ ମଝିଆ ଖୁଡ଼ୀଙ୍କ ପାଖ ହୁଏ। ସିଏ ବି ମୋତେ ବହୁତ ଭଲ ପାଆନ୍ତି। ବେଳ ମିଳିଲେ ଆମେ ଦୁହେଁ ବସି ବହୁତ ଗପୁ। ମଝିଆ ଖୁଡ଼ୀ ଭାରି ସବୁବେଳେ ଖାଲି ତାଙ୍କର ଟୋକାଟୋକିଙ୍କ ଗପ। କୋଉ ଟୋକା କୋଉ ଟୋକି ସାଙ୍ଗରେ କ'ଣ କଲା, କୋଉ ମାଇକିନା କୋଉ ମର୍ଦ୍ଦ ସାଙ୍ଗରେ ହେଁ ଫେଁ ହେଲା। ମୋ ସହିତ ସେସବୁ ଏଇଆ କଥା ଗପନ୍ତି। ମୋତେ ତାଙ୍କ କଥା ଶୁଣିବାକୁ ଭାରି ଭଲ ଲାଗେ। ସେ ମୋତେ ବେଳେବେଳେ ଥଟ୍ଟା କରି କହନ୍ତି, ରାଜୁ, କୋଉ ଝିଅ ପିଲା ଉପରେ ଆଖି ପକେଇଲଣି ନା ନାହିଁ। ତାଙ୍କ କଥା ଶୁଣେ ମୁଁ ଲାଜେଇଯାଏ। ଦିନେ ଆମେ ବସି ଗପିବା ବେଳେ ସେ କହିଲେ, ବୁଝିଲ ରାଜୁ, ଆଜି ଖରାବେଳେ ମୁଁ ପରିସ୍ରା କରିବାକୁ ବାରିପଟକୁ ଯାଇଥିଲି। ଦେଖିଲି ଗୋଟାଏ ଅଣ୍ଡିରା କୁକୁର ଆଉ ଗୋଟାଏ ମାଇ କୁକୁର ଉପରେ ଚଢ଼ିବାକୁ ଚେଷ୍ଟା କରୁଛି। ମାଇ କୁକୁର ଖାଲି କୁନ୍ଥେଇ ହେଉଛି, ଆଉ ଅଣ୍ଡିରା କୁକୁରକୁ ତା ଉପରେ ଚଢ଼ିବାକୁ ଦେଉନି। ଶେଷରେ ଅଣ୍ଡିରା କୁକୁରଟା ତା ଆଗ 2 ଗୋଡ଼ରେ ମାଇ କୁକୁରର ଅଣ୍ଟାକୁ ଜାବୁଡ଼ି ଧରି ଖାଲି ପେଲି ପକେଇଲା। ଏ କୁକୁରଙ୍କର ଚଢ଼ାଚଢ଼ି ଦେଖିଲେ ମୋ ମନ କ'ଣ ହୋଇଯାଏ। ଆଚ୍ଛା ରାଜୁ, ତମେ କେବେ ଅଣ୍ଡିରା କୁକୁର ମାଇ କୁକୁର ଚଢ଼ାଚଢ଼ି ହେବାର ଦେଖିଛ ନା? ତାଙ୍କ କଥା ଶୁଣି ମୁଁ ଖୁଡ଼ୀଙ୍କର ମୁହଁକୁ ଚାହିଁଲି। ଖୁଡ଼ୀ ହସି ଦେଇ ତାଙ୍କର ବାଁ ହାତ ଶାଢ଼ୀ ତଳେ ପୂରେଇ ଜଙ୍ଘ ସନ୍ଧିକୁ ଟିକେ କୁଣ୍ଡେଇ ହେଲେ। ଖୁଡ଼ୀଙ୍କର କଥା ଶୁଣି ମୋର ଦେହ କ'ଣ ହୋଇଗଲା। ପ୍ୟାଣ୍ଟ ଭିତରେ ମୋର ଲମ୍ବା ବାଡ଼ି ପୁରା ଶକ୍ତ ହୋଇ ଉଠିଲା। ସତରେ ମଝିଆ ଖୁଡ଼ୀ ଭାରି ସୁନ୍ଦରୀ ମାଇକିନା। ଆମ ବାରିପଟରେ ଗୋଟିଏ ବଡ଼ ପୋଖରୀ ଅଛି। ସେଥିପାଇଁ ଆମେ ସେଥିରେ ଆମ ଘରର ପ୍ରାୟ ସମସ୍ତେ ଗାଧାନ୍ତି। ମଝିଆ ଖୁଡ଼ୀ ବି ସବୁଦିନେ ସେ ପୋଖରୀରେ ଗାଧାନ୍ତି। ଖୁଡ଼ୀ ଗାଧୋଇ ଯିବାକୁ ବାହାରିଲା ବେଳକୁ ମୁଁ ଆଗରୁ ଯାଇ ପୋଖରୀ ପାଖ କିଆବୁଦା ପାଖରେ ଲୁଚିକି ବସେ। ଖୁଡ଼ୀ ଯାଇ କିଆବୁଦା ପାଖରେ ଝାଡ଼ା ବସନ୍ତି। ଖୁଡ଼ୀଙ୍କର ଉଚ୍ଚା ଲଙ୍ଗଳା ପଛ ଭାଗକୁ ଦେଖି ମୁଁ ମନେ ମନେ ବହୁତ ଖୁସି ହୁଏ। ତାଙ୍କର ଦେଖି ମୋର ବାଡ଼ି ପୁରା ଠିଆ ହୋଇଯାଏ। ମୁଁ ମୋର ବାଡ଼ିକୁ ଧରି ଜୋର ଜୋର ତଳ ଉପରେ କରେ। ଗରମ ପାଣି ବାହାରିଗଲା ପରେ ମୋତେ ଭାରି ଶାନ୍ତି ଲାଗେ। ଖୁଡ଼ୀ ଗାଧୋଇ ସାରି ଓଦା ଲୁଗା ବଦଳି ବାହାରିଲା ବେଳକୁ ମୁଁ ପୋଖରୀକୁ ଗାଧୋଇବା ପାଇଁ ଯାଇ ପହଞ୍ଚେ। ସେତେବେଳକୁ ମଝିଆ ଖୁଡ଼ୀ ଓଦା ଲୁଗାରେ ପୋଖରୀରୁ ଉଠୁଥାନ୍ତି। ଓଦା ଲୁଗା ତାଙ୍କ ଦେହ ସାରା ଜଡ଼ି ଯାଇଥାଏ। ତାଙ୍କର ଚେକା ଚେକା ବଡ଼ ଉଚ୍ଚା ଉଚ୍ଚା ଛାତି ଦୁଇଟା ପୁରା ଥଲ ଥଲ ହେଉଥାଏ। ମୋତେ ଦେଖି ସେ ମୁରୁକି ହସି ଦେଇ ଓଦା କପଡ଼ାକୁ ତାଙ୍କ ଛାତିରେ ବାଡ଼େଇ ଦିଅନ୍ତି। ପତଳା ଓଦା ଶାଢ଼ୀ ଭିତରୁ ଫୁଟି ଦିଶୁଥିବା ଖୁଡ଼ୀଙ୍କର ଖୋଲା ଦେହକୁ ଦେଖି ମୁଁ ପୁରା ଅସମ୍ଭାଳ ହୋଇଉଠେ। ଦିନକର ଘଟଣା, ସାହିର ଜଣେ ଜେଜେ ମରିଯାଇଥିବାରୁ ଆମର ଅଣସୁଧିଆ ହୋଇଥିଲା। ତେଣୁ ବାପା, ଦାଦା, ସାନ ଦାଦା ରାତିରେ ଘରେ ନ ଶୋଇ ବାହାରେ ଶୋଇଲେ। ମୋ ବୋଉ ଝିଅ ସାଙ୍ଗରେ ଗୋଟାଏ ଘରେ ଶୋଇଲା। ମୁଁ ଖାଇସାରି ମଝିଆ ଖୁଡ଼ୀଙ୍କ ରୁମ୍ରେ ଶୋଇପଡ଼ିଲି। ମଝିଆ ଖୁଡ଼ୀ ଖାଇସାରି ଆସି ଦେଖିଲେ ମୁଁ ତାଙ୍କ ରୁମ୍ରେ ଶୋଇଛି। ସେ କିଛି ନ ଭାବି ମୋ ପାଖରେ ଶୋଇପଡ଼ିଲେ। ମୋତେ କେହି ଖୋଜିଲେ ନାହିଁ କି ଡାକିଲେ ବି ନାହିଁ। ମୋତେ ନିଦ ହେଉନଥିଲା। ବିଛଣାରେ ଛୋଟପଟ ହୋଇ ମୁଁ ଖାଲି ଏକଡ଼ ସେକଡ଼ ମାଡ଼ି ଶୋଉଥିଲି। ମୁଁ ଦେଖିଲି ଖୁଡ଼ୀ ମୋ ଆଡ଼କୁ ତାଙ୍କର ପଛ ଭାଗକୁ ଦେଖେଇ ଶୋଇପଡ଼ିଛନ୍ତି। ପରିସ୍ରା କରିବାକୁ ଯିବା ବାହାନାରେ ଯାଇ ଘରେ ସମସ୍ତେ ଶୋଇଲେଣି କି ନାହିଁ ମୁଁ ଟିକେ ଦେଖି ଆସିଲି। ପୁଣି ଆସି ଖୁଡ଼ୀଙ୍କ ପାଖରେ ଶୋଇଲି। ହେଲେ ମୋତେ ଜମାରୁ ନିଦ ହେଲାନି। ଖାଲି ଖୁଡ଼ୀଙ୍କର କଥା ମନକୁ ଆସିଲା। ସେ ଗାଧୋଇ ସାରି ଓଦା ଲୁଗାରେ ଆସିଲା ବେଳେ ଓଦା ଶାଢ଼ୀ କେମିତି ତାଙ୍କର ପଛ ଆଉ ଛାତିରେ ଜଡ଼ି ଯାଇଥାଏ। ପଛ 2 କଖାରୁ ସନ୍ଧିରେ ଶାଢ଼ୀ କେମିତି ପଶି ଯାଇଥାଏ।
ଓଦା ଶାଢ଼ୀ ଭିତରୁ ତାଙ୍କର ଭୁଣ୍ଡି ଚାରିପାଖ କଳା ଅଂଶ କେମିତି ଦେଖାଯାଏ ସେ କଥା ମନେ ମନେ ଭାବି ମୁଁ ପୁରା ଅସମ୍ଭାଳ ହୋଇ ଉଠିଲି। ମୋ ହାତ ନେଇ ଖୁଡ଼ିଙ୍କର ଉଚ୍ଚା ପଛ ଭାଗ ଉପରେ ରଖିଲି। ଖୁଡ଼ି ମୋତେ କିଛି କହିଲେନି। ମୋର ଉତ୍ତେଜନା ଆହୁରି ବଢ଼ିଲା। ମୁଁ ତାଙ୍କର ପଛକୁ ସାଉଁଳିଲି, ଆସ୍ତେ ଆସ୍ତେ ହାତରେ ତଳିଲି। ତଥାପି ସେ କିଛି କହିଲେନି। ତାପରେ ମୁଁ ହାତକୁ ନେଇ ସିଧା ତାଙ୍କର ଛାତି ଉପରେ ରଖିଲି। ତଥାପି ତାଙ୍କର କୌଣସି ପ୍ରତିକ୍ରିୟା ନଥିଲା। ଭାବିଲି ଖୁଡ଼ି ତ ମୋଟେ 15 ମିନିଟ୍ ହେଲା ଶୋଇଲେ, ନିଦ ହୋଇଗଲା ନା କ'ଣ। ମୁଁ ତଳପଟରୁ ତାଙ୍କର ଶାଢ଼ୀ ଆଉ ସାୟାକୁ ଉପର ଆଡ଼କୁ ଟାଣି ଟାଣି ଅଣ୍ଟା ଉପରକୁ ଉଠେଇଲି। ଉଃ, ଖୁଡ଼ିଙ୍କର କି ପଛ ଓସାରିଆ ଭାଗ, ଖୁଡ଼ିଙ୍କର ଉଚ୍ଚା ମାଂସଳ ଭାଗ, ଦୁଇ ଜଙ୍ଘ ଫାଙ୍କରେ କଳା କଳା ବାଳଗୁଡ଼ାକୁ ଦେଖିଲା ପରେ ଖୁଡ଼ିଙ୍କର ଗୁପ୍ତାଙ୍ଗ ଭିତରେ ପଶିବା ପାଇଁ ମୋର ବାଡ଼ି ଅସମ୍ଭାଳ ହୋଇଗଲା। ମୁଁ ମୋର କପଡ଼ାକୁ ଖସେଇ ଦେଇ ମୋର ବାଡ଼ିକୁ ବାହାର କରି ଆଣି ମୋର ବାଡ଼ିର ଅଗକୁ ନେଇ ଖୁଡ଼ିଙ୍କର ପଛ ଫାଙ୍କରେ ଲଗେଇଲି। ତାପରେ ତାଙ୍କର ଛାତିକୁ ଆସ୍ତେ ଆସ୍ତେ ଦଳିଲି। ଖୁଡ଼ିଙ୍କର ଛାତିକୁ ଭଲ କରି ଦଳିବା ପାଇଁ ମୁଁ ଯେତେ ଉପରକୁ ଉଠୁଥିଲି ମୋର ବାଡ଼ି ତାଙ୍କ ପଛରେ ସେତେ ମାଡ଼ି ହେଉଥିଲା। ମୋତେ ଲାଗିଲା ଖୁଡ଼ି ଶୋଇନାହାନ୍ତି। ମୁଁ ଭାବିଲି ଖୁଡ଼ି ଯଦି ଜାଣିକରି କିଛି ନ କହି ଚୁପ୍ ରହୁଛନ୍ତି ତାମାନେ ଖୁଡ଼ିଙ୍କର ମଧ୍ୟ ଇଚ୍ଛା ଅଛି, ତେଣୁ ମୁଁ ଡରିବି କାହିଁକି। ମୁଁ ମୋର ଖୋଲି ଦେଇ ମୋ ହାତକୁ ତାଙ୍କର ଦୁଇ ଜଙ୍ଘ ଭିତରେ ନେଇ ତାଙ୍କର ବାଳୁଆ ଗାତରେ ମାରିଲି। ତାଙ୍କର ବାଳୁଆ ଗାତ ସେତେବେଳକୁ ନାଳି ଯାଇ ଓଦା ହୋଇସାରିଥିଲା। ଗାତ ଭିତରକୁ ଆଙ୍ଗୁଳି ପୁରେଇଲି, ଆଙ୍ଗୁଳି ଭିତରକୁ ଗଲା। ଖୁଡ଼ି ଟିକେ ହାଲକା ଚିତ୍କାର କରି ଉଠିଲେ। ବୁଲି ପଡ଼ି ମୋ କାନରେ କହିଲେ, ଯା ରାଜୁ, ତମେ ଭାରି ଦୁଷ୍ଟ। ଖୁଡ଼ିଙ୍କୁ ବି ଛାଡ଼ିଲନି। ଖୁଡ଼ିଙ୍କ ପଛରେ ମୋର ଲଗେଇଲି। ଖୁଡ଼ିଙ୍କ ମୁହଁରୁ ଏମିତି ଅଭଦ୍ର କଥା ଶୁଣି ମୋର ମନ ହେଉଥିଲା ଖୁଡ଼ିଙ୍କୁ ମାଡ଼ି ବସି ପୁରା ଶାନ୍ତି କରିବା ପାଇଁ। ମୁଁ କହିଲି, ଖୁଡ଼ି, ମୋର ବାଡ଼ି ପୁରା ଗରମ ହେଲାଣି, ଆଉ ମୋଟେ ସମ୍ଭାଳି ହେଉନି। ଖୁଡ଼ି କହିଲେ, କାହିଁକି, ଆଜି ସକାଳେ ହଲେଇନ କି? ମୁଁ କହିଲି, ମୁଁ ହଲେଇବା କଥା ତମେ କେମିତି ଜାଣିଲ? ଖୁଡ଼ି କହିଲେ, ମୁଁ ସବୁ ଜାଣିଛି। ମୁଁ କିଆପୁତା ପାଖରେ ଝାଡ଼ା ବସିଲା ବେଳେ ଆଉ ଗାଧୋଇଲା ବେଳେ ତମେ କିଆପୁତା ସେପଟେ ଲୁଚି ରହି ମୋତେ ଦେଖ ଆଉ ତୁମର ବାଡ଼ିକୁ ବାହାର କରି ହଲାଅ। ମୁଁ କହିଲି, କ'ଣ କରିବି ଖୁଡ଼ି, ତମର ଉଚ୍ଚା ପଛ ଭାଗ ଆଉ ବଡ଼ ବଡ଼ ଛାତି ଦେଖିଲେ ମୁଁ ସମ୍ଭାଳି ରହିପାରେନି। ଖୁଡ଼ି, ଦାଦାକୁ ତ ସବୁଦିନ ଦେଉଛ, ମୋତେ ଥରେ ଦେଉନ। ଭାରି ଇଚ୍ଛା ହେଉଛି। ଖୁଡ଼ି କହିଲେ, ମୁଁ ତମକୁ ଦେବାକୁ ମନା କରୁନି, ହେଲେ ତମେ ଏବେ ଛୋଟ ପିଲାଟା, ମୋତେ ସମ୍ଭାଳି ପାରିବ ତ? ମୁଁ କହିଲି, ସମ୍ଭାଳିବାକୁ ଚେଷ୍ଟା କରିବି। ଥରେ ପରୀକ୍ଷା କରି ଦେଖ। ଖୁଡ଼ି ମୋର ମୁହଁକୁ ତାପରେ ନେଇ ତାଙ୍କର ଦୁଇ ଜଙ୍ଘ ମଝିରେ ମାଡ଼ି ଧରି କହିଲେ, ଆକୁ ଆଗେ ଚାଟ। ମୁଁ ଖୁଡ଼ିଙ୍କର ବାଳୁଆ ଗାତରେ ମୁହଁ ଲଗେଇ ତାଙ୍କ ଗାତକୁ ଚାଟିବାକୁ ଲାଗିଲି। ତାଙ୍କର ଗାତ ପୁରା ଲୁଣିଆ ଲୁଣିଆ ଲାଗିଲା। ମୋତେ ଭାରି ଭଲ ଲାଗିଲା। ଖୁଡ଼ି କହିଲେ, ରାଜୁ, ଗୋଟେ କାମ କର, ତମେ ବୁଲି ପଡ଼, ତମେ ମୋର ଚାଟ, ମୁଁ ତୁମର ଖାଉଛି। ସେ ମୋର ବାଡ଼ିକୁ ପାଟିରେ ପୁରେଇ ଖାଇଲେ ଆଉ ମୁଁ ତାଙ୍କର ଗାତକୁ ଚାଟିଲି। କିଛି ସମୟ ପରେ ଖୁଡ଼ି କହିଲେ, ରାଜୁ, ଆଉ ସମ୍ଭାଳି ହେଉନି, ତମେ ଏବେ କରିବା ଆରମ୍ଭ କର। ଖୁଡ଼ି ଚିତ୍ ହୋଇ ଶୋଇ ତାଙ୍କର ଦୁଇ ଜଙ୍ଗକୁ ମେଲେଇ ତାଙ୍କର ଗାତକୁ ଦେଖେଇଲେ। ମୁଁ ମୋର ଠିଆ ହୋଇଥିବା ବାଡ଼ିର ଅଗକୁ ନେଇ ତାକୁ ଗାତ ମୁହଁରେ ଲଗେଇକି ଦାବିଲି। ମୋର ବାଡ଼ି ସର୍ଟ କରି ଖୁଡ଼ିଙ୍କର ଗାତ ଭିତରକୁ ପଶିଲା। ଖୁଡ଼ିଙ୍କୁ ଟିକିଏ ବି କଷ୍ଟ ହେଲାନି। କେତେ ପେଲା ଖାଇ ତାର ମେଲା ହେଲାଣି, ତଥାପି ତାର ସେଇଠି ବହୁତ ପାଣି। ଖୁଡ଼ି କହିଲେ, ଜୋର ଜୋରରେ କର, ମୋ କଥା ଚିନ୍ତା କରନି। ମୁଁ ତାଙ୍କ କାନରେ କହିଲି, ତମକୁ କଷ୍ଟ ହେବନି? ଖୁଡ଼ି କହିଲେ, ସେଇ କଷ୍ଟରେ ତ ଆନନ୍ଦ ଅଛି। ତମ ଦାଦା ତ ମୋତେ ଆନନ୍ଦ ଦେଇପାରୁନାହାନ୍ତି, ତମେ ହେଲେ ଟିକେ ଦିଅ। ଖୁଡ଼ିଙ୍କ କଥା ଶୁଣି ମୁଁ ଜୋର ଜୋର କରି ଚାଲିଲି। ମୁଁ କରିଲା ବେଳେ ଖୁଡ଼ି ତାଙ୍କ ପଛକୁ ଆଗ ପଛ କରିବାକୁ ଲାଗିଲେ ଏବଂ ତାଙ୍କର ଦୁଇ ହାତରେ ମୋର ପଛକୁ ତାଙ୍କ ଭିତରକୁ ଟାଣି ଧରୁଥିଲେ ଆଉ ଚିଲେଇ ଉଠୁଥିଲେ। ମୁଁ କହିଲି, ଖୁଡ଼ି, କଷ୍ଟ ହେଉଛି। ଖୁଡ଼ି କହିଲେ, ତମେ କର, ଭାରି ଭଲ ଲାଗୁଛି। ମୁଁ କହିଲି, ମୋତେ ବି ଭାରି ଭଲ ଲାଗୁଛି। ଗୋଟେ ହାତରେ ଖୁଡ଼ିଙ୍କର ପଛକୁ ଦଳି ଆର ହାତରେ ମୁଁ ତାଙ୍କର ଛାତିକୁ ଦଳିଲି। ତା ସାଙ୍ଗକୁ ଲମ୍ବ ଲମ୍ବ ଧକ୍କା ମାରି କରି ଚାଲିଲି। ଖୁଡ଼ିଙ୍କର ଭିତର ଗରମ ଗରମ ଲାଗିଲା। ମୁଁ ମୋର କରିବାର ଗତି ବଢ଼େଇ ଦେଇ ଜୋର ଜୋର କରିଲି। ଖୁଡ଼ି ଖାଲି ଚିତ୍କାର କରୁଥିଲେ। ଏମିତି 10 ମିନିଟ୍ ଖଣ୍ଡେ ଜୋର ଜୋର କରିବା ପରେ ମୁଁ ଆଉ ସମ୍ଭାଳି ପାରିଲିନି। ପିଚୁକାରୀ ମାରିଲା ଭଳି ମୋର ପାଣି ଖୁଡ଼ିଙ୍କ ଭିତରକୁ ବହିଗଲା। ମୁଁ ଧଇଁ ସଇଁ ହୋଇପଡ଼ିଲି। ଖୁଡ଼ି କହିଲେ, ତମର ବାହାରିଗଲା କି? ମୁଁ କହିଲି, ହଁ। ସେ ତାଙ୍କ କପଡ଼ାରେ ମୋର ପୋଛିଲେ, ତାଙ୍କର ସବୁ ଜିନିଷକୁ ନିଜେ ମଧ୍ୟ ପୋଛିଲେ। କହିଲେ, ତମେ ଥକିଗଲଣି, ଶୋଇପଡ଼, ସକାଳୁ ସକାଳୁ ଉଠି ଆଉ ଥରେ ହବା, ତମେ କଲେ ମୋତେ ଭାରି ଭଲ ଲାଗୁଛି। ତାପରେ ଖୁଡ଼ି ମୋ ପାଖରେ ମୋ ସ୍ତ୍ରୀ ପରି ମୋତେ କୁଣ୍ଢେଇ ଧରି ଶୋଇଲେ। ମହାନ୍ତାରୁ ମୋର ନିଦ ଭାଙ୍ଗିଲା। ଖୁଡ଼ି ମୋତେ କୁଣ୍ଢେଇ ଧରିଥିଲେ। ମୁଁ ତାଙ୍କର ଛାତିରେ ମୁହଁ ଘଷି ପାଟିରେ ପୂରେଇକି ତାଙ୍କ ଛାତିକୁ ଖାଇଲି।
ଖୁଡ଼ିଙ୍କର ନିଦ ଭାଙ୍ଗିଲା। ସେ ମୋତେ କୁଣ୍ଢି ଧରି ପଚାରିଲେ, ରାତି ପାହିଲାଣି? ମୁଁ କହିଲି ନା, ଆହୁରି ଘଣ୍ଟାଏ ଖଣ୍ଡେ ବାକି ଅଛି। ତାପରେ ଖୁଡ଼ି ମୋର ବାଡ଼ିକୁ ନେଇ ହାତରେ ମୁଠେଇ ଧରି କହିଲେ, ଯାଇ କବାଟ ଖିଡ଼ିକିଟା ଭିତରୁ ଦେଇଦିଅ। ସକାଳଟାରୁ କିଏ ଚାଲି ଆସିବ? ମୁଁ ଉଠି ଯାଇ କବାଟର ଖିଡ଼ିକି ବନ୍ଦ କରିଦେଇ ଆସିଲି। ଖୁଡ଼ି ଓ ମୁଁ ଆମେ କୁଣ୍ଡାକୁଣ୍ଡି ହୋଇ ପରସ୍ପର ଗେଲ ହେଲୁ। ପରସ୍ପର ପାଟିରେ ଜିଭ ପୂରେଇ ଖାଇଲୁ। ମୁଁ ଖୁଡ଼ିଙ୍କର ସବୁ ଅଂଶକୁ ମାନେ ସବୁ ଅଙ୍ଗକୁ କାମୁଡ଼ି ପକାଇଲି। ଖୁଡ଼ି ବି ଗରମ ହୋଇ ମୋତେ ଚୁମା ଦେଲେ। ତାପରେ ଖୁଡ଼ି ମୋର ବାଡ଼ିକୁ ନେଇ ପାଟିରେ ପୂରେଇ ଖାଇଲେ ଆଉ ମୁଁ ତାଙ୍କର ବାଳୁଆ ଗାତକୁ ଚାଟିଲି। ଭିତରେ ଆଙ୍ଗୁଳି ପୂରେଇ ଖେଞ୍ଚିଲି। ଖୁଡ଼ି କହିଲେ, ଆଉ ସମ୍ଭାଳି ହେବନି, ଏଥରକ ପୂରେଇ କରିବା ଆରମ୍ଭ କର। ତାପରେ ମୁଁ ଖୁଡ଼ିଙ୍କ ଉପରକୁ ଉଠି ଯାଇ ତାଙ୍କର ସେଇଠି ମୋର ବାଡ଼ିକୁ ପୂରେଇ କରିବା ଆରମ୍ଭ କଲି। ଅଧଘଣ୍ଟାଏ କାଳ ଧୁମ୍ କରିଲି। ଉତ୍ତେଜନାରେ ଖୁଡ଼ି ଘୁମୁରି ଘୁମୁରି ଚିତ୍କାର କରୁଥିଲେ। ହଠାତ୍ ଖୁଡ଼ି ମୋତେ ଜୋରରେ କୁଣ୍ଢେଇ ପକାଇ ପୁରା ସାରି ହୋଇଗଲେ। ମୁଁ ଜାଣିଲି ଖୁଡ଼ିଙ୍କ ଭିତରୁ ଗରମ ପାଣି ବାହାରିଲା। ମୁଁ 2-3 ଥର ଜୋରରେ ଲମ୍ବା ଧକ୍କା ମାରି ମୋର ବାଡ଼ିକୁ ଖୁଡ଼ିଙ୍କ ଭିତରକୁ ମାଡ଼ିଲି। ଖୁଡ଼ି ମୋତେ ଜୋରରେ କୁଣ୍ଢେଇ ଧରିଲେ ଆଉ ମୋ ବାଡ଼ିରୁ ଶିରଶିର ହୋଇ ଗରମ ଗରମ ପାଣି ଖୁଡ଼ିଙ୍କ ଭିତରକୁ ବହିଲା। ଦୁହେଁ କିଛି ସମୟ କୁଣ୍ଡାକୁଣ୍ଡି ହୋଇ ଶୋଇଲୁ। ଖୁଡ଼ିଙ୍କର କାନ ପାଖରେ ପଚାରିଲି, ଖୁଡ଼ି କେମିତି ଲାଗିଲା? ଖୁଡ଼ି କିଛି ନ କହି ମୋ ଗାଲ ଓ ଓଠ ମୁହଁ ସାରା ଚୁମା ଆଙ୍କିଲେ। ମୁଁ ଜାଣିଲି ଖୁଡ଼ିଙ୍କୁ ଭଲ ଲାଗିଛି। ଖୁଡ଼ି କହିଲେ, ଛାଡ଼, ମୁଁ ଉଠେ। ବାସି କାମ ସାରିଲେ ପୁଣି ଗାଧୋଇ ଯିବାକୁ ହେବ। ତମର ତ ଆଜି କିଆବୁଦା ପାଖକୁ ଯିବାର ନାହିଁ। ମୁଁ କହିଲି, ଆଉ କାହିଁକି ଯିବି? ଯାହା ଦେଖିବାକୁ ଯାଇ କିଆବୁଦା ପାଖରେ ଲୁଚି ରହି ଦେଖୁଥିଲି, ତାକୁ ତ ଘର ଭିତରେ ହାତ ମାରି ଦେଖିଲି ଆଉ ଚାଖିଲି। ହଲେଇ କରି ଯାହା ବାହାର କରି ନଷ୍ଟ କରୁଥିଲି, ତାକୁ ତ ସବୁ ତମ ଟାଙ୍କିରେ ଲୋଡ୍ କଲି। ସତରେ ଖୁଡ଼ି, ତମର ଏଇଟା? ମୁଁ ଖୁଡ଼ିଙ୍କ ଗାତରେ ହାତ ମାରିଲି। ଖୁଡ଼ି କହିଲେ, ଦୁଷ୍ଟ, ଏତେ ପରେ ବି ମନ ଛାଡ଼ିନି। ମୁଁ କହିଲି, ତମେ ଯାହା ହୋଇଛ ନା, ତମଠୁ କ'ଣ ମନ ଛାଡ଼ୁଛି? ଖୁଡ଼ି କହିଲେ, ପୁଣି କେତେବେଳେ ଦେବ? ମୁଁ ଖୁଡ଼ିଙ୍କୁ କହିଲି, ପୁଣି କେତେବେଳେ ଦେବ? ଖୁଡ଼ି ହସି ଦେଇ କହିଲେ, ତମକୁ ନ ଦେଇ ମୁଁ କ'ଣ ରହିପାରିବି? ତମେ ମୋ ଦେହରେ ଯେମିତି ନିଆଁ ଲଗେଇଲଣି। ଏତିକି କହିବା ପରେ ମୁଁ ଖୁଡ଼ିଙ୍କୁ ଭିଡ଼ି ଆଣି ତାଙ୍କର ଛାତି ଦୁଇଟାକୁ ମୁଠେଇ ଦଳି ଗେଲ କରି କହିଲି, ବୁଝିଲ ଖୁଡ଼ି, ମୋ ପାଖରେ ଯେଉଁ ନିଆଁ ଲିଭା ଯନ୍ତ୍ର ଅଛି, ସେ ଗରମ ପାଣି ସ୍ପ୍ରେ କରି ତମର ନିଆଁକୁ ପୁରା ଲିଭେଇ ଦେବ। ତାପରେ ଖୁଡ଼ି ଉଠି ବଡ଼ୁ ବଡ଼ୁ କହିଲେ, ଦୁଷ୍ଟ ରୁହ, କିଏ ଉଠିଲେଣି ନା ନାହିଁ କ'ଣ? ଛାଡ଼, ମୁଁ ଯାଏ, ତୁମେ ଟିକେ ଶୋଇପଡ଼। ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ସମାପ୍ତ ହେଉଛି। କିଛି ମୋର ସବସ୍କ୍ରାଇବର ଭାଇମାନେ ଏବେ କମେଣ୍ଟ କରିବେ ଯେ ଭାଇ, ଏ କାହାଣୀ ଆମେ ଆଗରୁ ଶୁଣିଥିଲୁ। ତ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ କ୍ଷମା ମାଗୁଛି, କାହିଁକି ନା ବହୁତ ପିଲା ଆମ ଭିଡ଼ିଓରେ କମେଣ୍ଟ କରୁଛନ୍ତି ଯେ ଭାଇ ଜଲ୍ଦି ଷ୍ଟୋରି ଆଣନ୍ତୁ। ଭାଇ, ଷ୍ଟୋରି ଆଣିବା ଏତେ ସହଜ ନୁହଁ। କାହିଁକି ନା ଷ୍ଟୋରି ଲେଖିବା ପାଇଁ, ତାକୁ ଏଡ଼ିଟିଂ କରିବା ପାଇଁ, ସ୍କ୍ରିପ୍ଟ ଲେଖିବା ପାଇଁ ବହୁତ ସମୟ ଲାଗେ। ସେଥିପାଇଁ ଏ କାହାଣୀକୁ ମୋର ବି ମନେ ନାହିଁ ଏ କାହାଣୀ ମୁଁ ଆଗରୁ ଆମ ଚ୍ୟାନେଲରେ ପୋଷ୍ଟ କରିଥିଲି ନା ନାହିଁ। ଯଦି କାହାଣୀ ଭଲ ଲାଗିଲା ତାହେଲେ କମେଣ୍ଟ କରନ୍ତୁ। ଆଉ ଜଲ୍ଦି ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ @ଓଡ଼ିଆ ଷ୍ଟୋରି ଅଙ୍କିତ 0। ରହୁଛି, ଧନ୍ୟବାଦ।